ବାଲେଶ୍ୱର ସହରରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ରାସ୍ତାଘାଟ ଭିଡ଼ ନିୟନ୍ତ୍ରଣ ଅସମ୍ଭାଳ ହେଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଏଡିଏମ୍ ଛକରୁ କଣ୍ଢେଇ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଜବରଦଖଲକୁ ଉଚ୍ଛେଦ କରାଯାଉଛି। ଏହି ଅଭିଯାନରେ ଦୀର୍ଘ 15 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବ୍ୟବସାୟ କରି ଆସୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପାର୍କିଂ ଏବଂ ଦୋକାନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରହିଥିଲେ ହେଁ ପ୍ରଶାସନିକ ସହଯୋଗର ଅଭାବ ଏବଂ ଅସାଧୁ ବ୍ୟବସାୟୀଙ୍କ ଜବରଦଖଲ ଯୋଗୁଁ ଛୋଟ ଛୋଟ ବ୍ୟବସାୟୀ ପ୍ରଭାବିତ ହେଉଛନ୍ତି। ପ୍ରଶାସନକୁ ଲିଖିତ ଭାବେ ଜଣାଇବା ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ କରାଯାଇ ନାହିଁ। ଅନ୍ୟପକ୍ଷରେ ଦୋକାନୀଙ୍କୁ କୌଣସି ବିକଳ୍ପ ଥଇଥାନ ସ୍ଥାନ ଯୋଗାଇ ଦିଆଯାଇ ନଥିବା ନେଇ ବ୍ୟବସାୟୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆମେ ଦୀର୍ଘ 15 ବର୍ଷ ଧରି ବ୍ୟବସାୟ କଲେଣି ହେଲା। ଆମେ ବ୍ୟବସାୟ କରି ଗୋଟେ ସାଇଡ୍ ପାର୍କିଂ କରିଥିଲେ, ଗୋଟେ ସାଇଡ୍ ଦୋକାନ କରୁଥିଲେ, କିନ୍ତୁ ପାର୍କିଂ ଜାଗାର ସେମାନେ ଜୋର ଜବରଦସ୍ତ ଦୋକାନ ଆଣିକି ପକେଇଲା ପରେ ପୁଣି ଫେରେ ସେମାନେ ପ୍ରଶାସନ ତାଙ୍କ ପାଇଁ କିଛି ବି ଷ୍ଟେପ୍ ନେଲାନି। ବୁଝିପାରୁଛ ନା, ଖାଲି ଆମରି ଉପରେ ଦାଉ ସାଜୁଛୁ। ବାକି 1 2 କ'ଣ ନା ଯେ ଆମେ ଯେ ଲୋନ୍ଟା ନେଲେ ଆମକୁ ମ୍ୟୁନିସିପାଲିଟି ଡାକି ଲୋନ୍ଟା ଦେଲା, ସେଇ ଲୋନ୍ଟା ବର୍ତ୍ତମାନ ସୁଝିବ କିଏ? मोर खाली एति कहबार कथा जे लोनटा आम सुझा केमी एमती दुकान उठेगले आम दबा केरक पैसाटा ऑर्डर आमर दुई साइड को उठाया जेहेतु बहुत रोड जाम होती से दुई साइड ना सेमती किसी डिसीजन नि जाइनी। दुकान तो ये बहुत गुड़ा रही आम से पर्टिकुलर तो गणी ना एडीएम छक कंढई छक जाए।